ଜୟ ଜଗନ୍ନାଥ। ଆସନ୍ତୁ ମୋର ପ୍ରିୟ ଜ୍ଞାନୀ ପ୍ରେମୀ ସୁଧୀଜନେ ଓ ଭଗବତ ପିପାସୁ ଭକ୍ତଜନେ, ଆଜି ଆମେ ଏକ ଅଲୌକିକ କଥାବସ୍ତୁ ଉପରେ ଆଲୋଚନା କରିବା। ବିଷୟବସ୍ତୁଟି ନିଗୁଢ଼ ତତ୍ତ୍ୱରେ ପରିପୂର୍ଣ୍ଣ। ମୁଁ କିଏ, ଏ କିଏ, ସେ କିଏ, କ'ଣ ଏହାର ଅର୍ଥ? ଅଜପା ଭୋଜନ ସାକାର ନା ନିରାକାର, ସଗୁଣ ନା ନିର୍ଗୁଣ? ଏ ଗୁପ୍ତଶାସ୍ତ୍ରକୁ ଅତି ସରଳ ଭାଷାରେ ବୁଝାଇ କହିବା ସମସ୍ତଙ୍କ ପାଇଁ ଏହା ନିହାତି ଆବଶ୍ୟକ। ମହାପୁରୁଷମାନେ ଯାହା ଖୋଲି କରି ଲେଖିନାହାନ୍ତି, ସେହି ଗୁପ୍ତ ଜ୍ଞାନକୁ ଆମ ଭିଡ଼ିଓ ମାଧ୍ୟମରେ ପ୍ରକାଶ କରିବା। ସ୍ୱଳ୍ପ ସମୟ ମଧ୍ୟରେ ଆପଣମାନେ ଶୁଣି ନିଅନ୍ତୁ, ଏତିକି ମୋର ଆପଣଙ୍କ ପାଇଁ ଅନୁରୋଧ। ଆସନ୍ତୁ ଶୁଣିବା ବିସ୍ତାରିତ ଭାବେ ବିଷୟବସ୍ତୁଟିକୁ। ସମ୍ପୂର୍ଣ୍ଣ ଶରୀର ତତ୍ତ୍ୱ ଉପରେ ଆଧାରିତ। ହଁ ଆଜ୍ଞା, ମୁଁ କିଏ? ମୁଁ ହେଉଛି ବ୍ରହ୍ମ। ଏ କିଏ? ଏ ହେଉଛି ଜୀବ। ସେ କିଏ? ସେ ହେଉଛି ପରମ। ଏ ତିନି ଜଣଙ୍କର କାମ କ'ଣ? ମୁଁ କହୁଛି ଜୀବ ଓ ପରମ କିଏ? ମୋର ଅର୍ଥ ବ୍ରହ୍ମ। ଏଠାରେ କିନ୍ତୁ ଓଲଟା। ପରମ କହୁଛି ଜୀବକୁ, ବ୍ରହ୍ମକୁ ଟିକେ ଚିହ୍ନ। କିପରି ଚିହ୍ନିବା? ଆସନ୍ତୁ ଆଜ୍ଞା ଜାଣିବା। ଆମ ଶରୀରର ନାଡ଼ୀତ୍ରୟକୁ ଧରି ଯେଉଁ ଶ୍ୱାସ ପ୍ରଶ୍ୱାସ ଚାଲୁଅଛି, ସେହି ପ୍ରାଣସୂତ୍ରରେ ଜୀବ ଓ ପରମର ଗତି ପ୍ରକାଶ ହେଉଅଛି। ସେହି ଗତିକୁ ଅନୁମାନ କଲେ ହଂସ ବୋଲି ଶବ୍ଦକୁ ଜାଣିପାରିବା। ହଂସ, ଏ ଦୁଇଟିର ଅର୍ଥ କ'ଣ? ହଂର ଅର୍ଥ ପରମ, ସହର ଅର୍ଥ ଜୀବ। ହଂର ଅର୍ଥ ଏ ପରମ, ସହର ଅର୍ଥ ସେ ଜୀବ। ଏହି ହଂସ କାହାକୁ କୁହାଯାଏ? ଶରୀରର ବାହାରକୁ ପ୍ରଶ୍ୱାସ ଆସିବା ସଙ୍ଗେ ସଙ୍ଗେ ଯେଉଁ ହଂ ଶବ୍ଦଟି ଉଚ୍ଚାରିତ ହେଉଅଛି, ତାହାକୁ ପରମ କୁହାଯାଏ। ଶରୀର ଭିତରକୁ ନିଶ୍ୱାସ ଯିବା ସଙ୍ଗେ ସଙ୍ଗେ ଯେଉଁ ସହ ଶବ୍ଦଟି ଉଚ୍ଚାରିତ ହେଉଅଛି, ତାହାକୁ ଜୀବ କୁହାଯାଏ। ମହାପୁରୁଷ ବଳରାମ ଦାସ ଛତିଶଗୁପ୍ତ ଗୀତାରେ ପରା ଲେଖିଛନ୍ତି, ଆସଇ କିଏ ତା ନାମ ପୁଛିବୁ, ଯାଉଛି କିଏ ତା ହେଜି କହିବୁ, ଆସଇ ପରମ ଯାଉଛି ଜୀବ, ଗଲା ଅଇଲା ଦୁଇ କର ଠାବ। ସେହିପରି ଭାଗବତରେ ମଧ୍ୟ ଜଗନ୍ନାଥ ଦାସ ତ୍ରୟୋଦଶ ସ୍କନ୍ଧରେ ପ୍ରମାଣ ଦେଇଛନ୍ତି, ଅହଜେ ପରମ ଗୋଟଇ ସହକୁ ଜୀବ ବୋଲି କଇ। ଏହି ହଂସ ଭଜନ ସ୍ୱ ଇଚ୍ଛାରେ ଭଜନ କରିଥିବାରୁ ତାହାକୁ ଅଜପା ବୋଲି କୁହାଯାଏ। ଏହି ଅଜପା ସୂତ୍ରକୁ ଧରି ମନ ପବନକୁ ଏକତ୍ର କରି ନିଃଶବ୍ଦ ନିରାକାର ବ୍ରହ୍ମକୁ ଧ୍ୟାନ କରାଯାଏ। ଏ ବିଷୟ ଅନେକ ଯୋଗଶାସ୍ତ୍ରମାନଙ୍କରେ ପ୍ରମାଣ ଅଛି। ନୃସିଂହ ପୁରାଣରେ ମଧ୍ୟ ଲେଖା ଅଛି, ନିଦ୍ରା ଜାଗତେ ଭଜଇ ମନ୍ତ୍ର ତଇ ହଂସ, ଦିନ ଯାକ 21,600। ଏହି ଅଜପା ମନ୍ତ୍ର ଦିନ ଭରି 21,600 ଥର ଜପ କରୁଥାଏ। ଗୋବିନ୍ଦ ସୁଦାରସକୁ ତୁଣ୍ଡେ ପାନ କରି, ମୁଖରେ ଭଜୁ ଥାଇ ଶ୍ରୀରାମକୃଷ୍ଣ ହରି, ମନ୍ତ୍ର ଭଜୁ ଭଜୁ ଝର ସୁଖେ ଯେବେ ବୃକ୍ଷୁ, ସେ ହଂସ ପଳାଏ ଏ ବୃକ୍ଷ ଛାଡ଼ି ଦେଖୁ ଦେଖୁ, ହଂସଟି ଉଡ଼ି ଆଉ ନ ପାରେ ବୃକ୍ଷ ଯାଇ, ହଂସ ବୁଲିବା ସ୍ଥାନକୁ ମହାଶୂନ୍ୟ କହି। ଯେତେବେଳେ ଝରଣାରୁ ଝର ପାଣି ଶୁଖିଯିବ, ହଂସଟି ଆଉ ଉଡ଼ିପାରିବ ନାହିଁ। କାରଣ ହଂସର ବୁଲିବା ସ୍ଥାନଟି ହେଉଛି ମହାଶୂନ୍ୟ। ସେ ସ୍ଥାନଟି ହେଉଛି ଭ୍ରମର ଗୁମ୍ଫା। ସେହି ଭ୍ରମର ଗୁମ୍ଫା ଦେଇ ସରୋବରକୁ ପ୍ରବେଶ କରେ। ସେହିଠାରେ ହଂସ ପାଣି ପିଇ ଅଜପା ମନ୍ତ୍ର ଜପ କରୁଥାଏ। ଏହିପରି ଶରୀରରେ ଅଜପା ଅନପା ସୂତ୍ରକୁ ଧରି ଜୀବ ପରମର ଗତି ହଂସ ଓ ସ୍ୱହଂସ ଓଲଟ ପାଲଟ ଭାବେ ଚାଲିଛି। ସାଧକ ଯେତେବେଳେ ସମସ୍ତ ମାୟା ବାସନାକୁ ତ୍ୟାଗ କରି ନିଜକୁ ନିଜେ ଜାଣିପାରିବ, ସେତେବେଳେ ତାର ଆଉ ଜୀବ ପରମର ଭେଦଭାବ ରହିବ ନାହିଁ। ସ୍ୱୟଂ ସ୍ୱହଂ ସ୍ୱରୂପରେ ବିଶୁଦ୍ଧ ଆତ୍ମା ଭାବେ ପରମ ଆତ୍ମାକୁ ଲାଭ କରିବ। ସେଥିପାଇଁ ବ୍ରହ୍ମସାଧୁ ସନ୍ନ୍ୟାସୀମାନେ ଏହି ସାଧନ ଭଜନ ଦ୍ୱାରା ସିଦ୍ଧି ଲାଭ କରିଥିବାରୁ ତାକୁ ପରମହଂସ କହନ୍ତି। ହଁ ଆଜ୍ଞା, ଆପଣଙ୍କ ମନରେ ନିଶ୍ଚୟ ଗୋଟିଏ ପ୍ରଶ୍ନ ଆସୁଥିବ, ପ୍ରଭୁ ରାମ ଓ କୃଷ୍ଣ ସେ ହେଉଛନ୍ତି ସାକାର ରୂପୀ ବିଷ୍ଣୁଙ୍କ ଅବତାର। ସେ ପୁଣି କିପରି ଅଜପା ସୂତ୍ରରେ ଜୀବ ପରମ ମୁଖରେ ଭଜୁଥାଉ ଶ୍ରୀ ରାମକୃଷ୍ଣ ହରି, ପୀତାମ୍ବର ଦାସ ନୃସିଂହ ପୁରାଣରେ ଲେଖିଛନ୍ତି ବୋଲି କହୁଛ? ଜୀବ ପରମ ଯେଉଁ ନାମକୁ ସ୍ୱ ଇଚ୍ଛାରେ ଭଜନ କରୁଛନ୍ତି, ମଣିଷମାନେ ମୁଖରେ ଭଜିଲେ କ୍ଷତି କ'ଣ ହେବ? ହଁ ଆଜ୍ଞା, ଏହା ଏକ ଯଥାର୍ଥ ପ୍ରଶ୍ନ। ଉତ୍ତରଟି ହେଲା, ସେହି ସମୟରେ କେତେକ ପୁରାଣ ଲେଖକ ସାକାର ଉପାସକ ଥିଲେ।
ତେଣୁ ନିଜେ ଯେଉଁ ନାମକୁ ଭଜନ କରନ୍ତି ଧ୍ୟାନ ଲୟ ସୂତ୍ରରେ ସେହି ନାମକୁ ଅଜପା ସୂତ୍ର ହଂସ ଭଜନରେ ନେଇ ଅବ୍ୟକ୍ତ ପରବ୍ରହ୍ମଙ୍କ ଲକ୍ଷ୍ୟରେ ଭଜନ କରିବାକୁ ଲେଖିଛନ୍ତି। ତାହା ନହେଲେ ହଂସ ବୋଲି ଯେଉଁ ଦୁଇଟି ଅକ୍ଷର ତାର ଆଦ୍ୟରେ ବା ପ୍ରାନ୍ତରେ ଅକାର ବ୍ୟତୀତ ଆଉ କୌଣସି ଶବ୍ଦ ନାହିଁ। ସାକାର ନାମ ସେଠୁ କେଉଁଠାରେ ଆସିବ? ସେହି ଅକାରରୁ ଅନନ୍ତ ଅବ୍ୟକ୍ତ ଅଲେଖ ଅଚ୍ୟୁତ ଇତ୍ୟାଦି ଅବ୍ୟକ୍ତ ପରବ୍ରହ୍ମଙ୍କ ନାମ ସବୁ ପ୍ରକାଶ ହୋଇଅଛି। ସେଠାରେ ସାକାର ଭଜନର ସ୍ଥାନ ନାହିଁ। କାରଣ ଅବ୍ୟକ୍ତ ପରବ୍ରହ୍ମଙ୍କ ବିନା ଜୀବ ପରମର ଭଜନ ନାହିଁ। ଶେଷରେ ସେ ପରମ କହୁଛି ଏ ଜୀବକୁ ମୁଁ ବୋଲି ନିଜକୁ ଚିହ୍ନ। ମୁଁ କହିଲେ ବ୍ରହ୍ମ, ବ୍ରହ୍ମକୁ ଟିକିଏ ଚିହ୍ନ, ଏ ଭବ ସଂସାରରୁ ମୁକ୍ତି ମିଳିଯିବ। ସେ ବ୍ରହ୍ମ ହେଉଛି ନିର୍ଗୁଣ ନିରାକାର ନିରଞ୍ଜନ ନିର୍ବିକାର। ହଁ ଆଜ୍ଞା, ଏହା ନିରାଟ ସତ୍ୟ। ଲେଖକମାନେ ସେହି ପରବ୍ରହ୍ମଙ୍କ ଲକ୍ଷ୍ୟରେ ସାକାର ନାମକୁ ସେଠାରେ ନିଯୁକ୍ତି କରି ଅବ୍ୟକ୍ତ ପରବ୍ରହ୍ମଙ୍କୁ ଅଜପା ମନ୍ତ୍ରରେ ଭଜନ କରିଛନ୍ତି। ଏହି କଥା ସାଧାରଣ ମଣିଷ ବୁଝି ନ ପାରି ଭ୍ରମରେ ପଡ଼ିଯାଇଥାନ୍ତି। ଆଜି ତ ସମୟ ହୋଇଗଲାଣି। ଏଇଠାରୁ ଆଲୋଚନା ଶେଷ କରିବା ପୂର୍ବରୁ ଆପଣ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ କରି ସେୟାର କରିଦିଅନ୍ତୁ। ଏବେ ଏଇଠାରୁ ବିଶ୍ରାମ ନେବା। ବିଦାୟ ଦିଅନ୍ତୁ। ନମସ୍କାର। ଜୟ ଜଗନ୍ନାଥ।